नमस्कार बंधुगण एक सत्य घटना उपरे आधारित अनेक दिन तलर कथा। जड़े राजा कोर्ट रे जड़े ज्ञानी मंत्री थिले जी प्रत्येक समस्यार समाधान मध्य करथिले। राजा मंत्री परामर्श नकरी कौनसी भी बड़ निष्पत्ति नहीं नथिले। राजा मंत्री अन्य लोक माने मध्य मंत्री प्रति ईर्षा कले। दिने राजभवन रे राजा तांको मंत्री को कहिथिले, तुमे एते बुद्धिमान किंतु तुमर पुओ बहुत मूर्ख। राजा जहा कहिथिले ताहा मंत्री पसंद कले नाही एवं मंत्री महाराजा को पचारिले, तुमे यह काहेकि कहुच, तुमे काहेकि कहुच मो पुओ मूर्ख। राजा कहिथिले, प्रतिदिन सकाळे जेतेबेले मो जनसाधारण भेटिବାକୁ ଯାଇ ତୁମ ପୁଅ ମଧ୍ୟ ସେଠାରେ ଅଛି ଏବଂ ପ୍ରତିଦିନ ମୁଁ ତୁମ ପୁଅକୁ ପଚାରିବି, ସୁନା ଓ ରୂପା ମୋ ପାଇଁ ଯେଉଁ ଜିନିଷ ସବୁଠାରୁ ମୂଲ୍ୟବାନ। ତୁମ ପୁଅ ପ୍ରତ୍ୟେକ ଥର ରୂପା କୁହନ୍ତି। ରାଜାଙ୍କର ଏହି କଥା ଶୁଣି ପୁରୀରେ ଥିବା ଉପସ୍ଥିତ ଲୋକମାନେ ମନ୍ତ୍ରୀଙ୍କୁ ହସିବାକୁ ଲାଗିଲେ ଏବଂ ମନ୍ତ୍ରୀ ବହୁତ ଖରାପ ଅନୁଭବ କଲେ। ମନ୍ତ୍ରୀ କିଛି ନ କହି ନିଜ ଘରକୁ ଫେରିଗଲେ ଏବଂ ଘରକୁ ଫେରିବା ମାତ୍ରେ ମନ୍ତ୍ରୀ ତାଙ୍କ ପୁଅକୁ ପଚାରିଲେ, ସୁନା ରୂପା କ'ଣ ମୂଲ୍ୟବାନ? ପୁଅ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, ବାପା ସୁନା। ମନ୍ତ୍ରୀ ପୁଅକୁ କହିଲା, ଯେତେବେଳେ ଯେ ଜାଣ ସୁନାଟିକ ମୂଲ୍ୟବାନ ଧାତୁ, ତେବେ ତୁମ୍ଭେ କାହିଁକି ରାଜାଙ୍କୁ ଭୁଲ ଉତ୍ତର ଦେଇ ରୂପାକୁ ମୂଲ୍ୟବାନ ଧାତୁ ବୋଲି କହିଛ? ପୁଅ କହିଲା, ବାପା ରାଜା ପ୍ରତିଦିନ ସକାଳେ ବଜାରକୁ ଆସି ଲୋକମାନଙ୍କୁ ଭେଟିବାକୁ ଆସନ୍ତି ଏବଂ ପ୍ରତିଦିନ ସେ ମୋତେ ଡାକନ୍ତି ଏବଂ ମୋ ସାମ୍ନାରେ ଦୁଇଟି ମୁଦ୍ରା ରଖନ୍ତି, ସେଥିମଧ୍ୟରୁ ଗୋଟିଏ ରୂପା ଅନ୍ୟଟି ସୁନା। ମୁଦ୍ରା ରଖିବା ପରେ ରାଜା ମୋତେ ଏହି ଦୁଇ ଜଣ ମଧ୍ୟରେ ଅଧିକ ମୂଲ୍ୟବାନ କ'ଣ ବୋଲି ପଚାରନ୍ତି। ମୁଁ ରୂପା ମୁଦ୍ରା କହି ରୂପା ମୁଦ୍ରା ଉଠେଇ ଦିଏ। ଏହା ଦେଖି ରାଜା ହସିଲେ ଏବଂ ଚାଲିଗଲେ। ମନ୍ତ୍ରୀ ତାଙ୍କ ପୁଅକୁ ପଚାରିଲେ, ଆପଣ ପ୍ରତିଦିନ ଏକ ମୁଦ୍ରା ରୂପା କାହିଁକି ଉଠାଉଛନ୍ତି? ବର୍ତ୍ତମାନ ପୁରା କୋର୍ଟ ମୋତେ ପରିହାସ କରୁଛନ୍ତି। ମନ୍ତ୍ରୀଙ୍କ କଥା ଶୁଣିବା ପରେ ପୁଅ ତାଙ୍କ ନିଜ କୋଠରୀକୁ ନେଇ ସେଠାରେ ଏକ ବାକ୍ସ ଖୋଲିଲା। ବାକ୍ସଟି ରୂପା ମୁଦ୍ରାରେ ପରିପୂର୍ଣ୍ଣ ଥିଲା। ଏତେ ରୂପା ଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ। ପୁଅ କହିଲା, ବାପା ଏଗୁଡ଼ିକ ହେଉଛି ମୁଦ୍ରା ଯାହା ମୋତେ ରାଜା ଦିଅନ୍ତି। ଯେଉଁଦିନ ମୁଁ ରାଜାଙ୍କୁ ସଠିକ୍ ଉତ୍ତର ଦେବି, ରାଜା ମୋତେ ଏହି ପ୍ରଶ୍ନ ପଚାରିବା ବନ୍ଦ କରିବେ ଏବଂ ମୁଁ ପ୍ରତିଦିନ ଗୋଟିଏ ମୁଦ୍ରା ପାଇବା ବନ୍ଦ କରିଦେବି। ଏହା ମୋର କ୍ଷତି ଘଟାଇବ। ପରଦିନ ମନ୍ତ୍ରୀ ଓ ତାଙ୍କର ପୁଅର ଚତୁରତାକୁ ଦେଖି ରାଜା କହିଥିଲେ ଏବଂ ମନ୍ତ୍ରୀଙ୍କ ପୁଅର ଚତୁରତା ଦ୍ୱାରା ରାଜା ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ଶିକ୍ଷା, ଆମେ ଆମର ଦକ୍ଷତା ପରିଦର୍ଶନ କରିବା ଉଚିତ ନୁହେଁ। ଯେତେବେଳେ ସମୟ ଆସେ ସମସ୍ତେ ସ୍ୱୟଂଚାଳିତ ଭାବରେ ଜାଣନ୍ତି ଯେ ଆପଣ କେତେ ସକ୍ଷମ ଅଟନ୍ତି।